हेलो एवरीवन पिलाମାନେ ଆଜିର ଭିଡ଼ିଓରେ ଆଜିର କ୍ଲାସ୍ କର୍ମା ତୁମର ଏଥିକ୍ସ ଭ୍ୟାଲୁର କ୍ଲାସ୍ କଣ୍ଟିନ୍ୟୁ ଚାଲିଥିଲା ତ ୟୁନିଟ୍ 2 ର ଆଇଜ ହେଲା କ୍ଲାସ୍ ନମ୍ବର 5 ଯେନେ କି ଆମେ ଦେଖମା ଖ୍ରୀଷ୍ଟିଆନ ଏଣ୍ଡ ଆମର ଜୁଦାଇଜିମ୍ ଟ୍ରାଡିସନ୍ ବିଷୟରେ 10 10 କମାଣ୍ଡମେଣ୍ଟସ୍ ଅଫ୍ ଖ୍ରୀଷ୍ଟିଆନ ଟ୍ରାଡିସନ୍स ସେ ବିଷୟରେ ଡିସ୍କସନ୍ କର୍ମା ବହୁତ ଇଜି ୱେରେ ବୁଝମା ଏକ୍ଜାମ୍ ବି ପାଖେଇ ଆସିଲାନ ବହୁତ ଜଲ୍ଦି ଏକ୍ଜାମ୍ ମାନେ ବି ହେବା ତ ଏଖେନ୍ ରେଗୁଲାର କ୍ଲାସ୍ କର୍ମା ଏଥିକ୍ସ ଆଣ୍ଡ ଭ୍ୟାଲୁର ସିଲାବସ୍କେ ବହୁତ ଜଲ୍ଦି ସାର୍ମା ତ ଯେନ୍ମାନେ ବି ଆଗର ୟୁନିଟ୍ 1 ଆଉ ୟୁନିଟ୍ 2 ର ଆଗର କ୍ଲାସ୍ ନେଇ ଦେଖି ସେମାନେ କ୍ଲାସ୍ ଦେଖିଦିଅ ନୋଟ୍ସ ଡାଉନଲୋଡ଼ କର ନୋଟ୍ସ ପଢ଼ ତ ଚଲ ଷ୍ଟାର୍ଟ କର୍ମା ଆଜିର କ୍ଲାସ୍ ଏକ୍ଜାମ୍ରେ ତୁମେ ଯେନ୍ତା ଲେଖିପାରବ ହେନ୍ତା ନୋଟ୍ସ ବନା ହେଇଛେ ଟିକେ ଡେସ୍କ୍ରାଇବ୍ କରିକିରି ଲେଖା ହେଇଛି ବ୍ରିଫଲି ତ ଆମେ ଖାଲି କନସେପ୍ଟ ବୁଝମା ଦେଖ ତୁମେ ଏତ୍କିରିଆ ଲେଖବ ହେଲେ ଯାଇକିରି ଏକ୍ଜାମ୍ରେ ତୁମକୁ ଭଲ୍ ମାର୍କ ମିଲ୍ବା ସେଇ ଟାଇପ୍ରେ ନୋଟ୍ସ ବନା ହେଇଛେ ବହୁତ ଓଡ଼ିଆ ଆଣ୍ଡ ଇଂଲିଶ ପି ଡି ଏଫ୍ ତୁମକୁ ମିଳିଯିବା ଆମର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ କମେଣ୍ଟ ସେକ୍ସନ୍ରେ ପିନ୍ ଅଛେ ତ ଆମେ ଖାଲି କନସେପ୍ଟ କ୍ଲିୟର କର୍ମା କି କାଣା କହିବାର୍କେ ଚାହୁଁଛେ ସେ ଜିନିଷଟା 10 କମେଣ୍ଡମେଣ୍ଟସ୍ ଅଫ୍ ଖ୍ରୀଷ୍ଟିଆନ ଏଣ୍ଡ ଜୁଦାଇଜିମ୍ ଟ୍ରାଡିସନ୍ସ ତ କାଣା କହୁଛେ ସେ ନା ଦେଖମା ଯେନ୍ମାନେ ପିଲାମାନେ ଆଗର କ୍ଲାସ୍ ନୁହେଁ ଦେଖ ଆଗର କ୍ଲାସ୍ ବି ଟିକେ ଦେଖିଦିଅ ନୋଟ୍ସ ମାନେ ବି ଡାଉନଲୋଡ଼ କରି ପକ The 10 Commandments of 10 called the Decalogue are one of the fundamental ethical and religious codes of Western civilizations. Western civilizations. They occupy a central place in the scriptures of both Judaism and Christianity. Through each tradition interprets and emphasizes them in its own context. Historically, the Ten Commandments appear in Hebrew Bible, Old Testament, primarily in the books of Exodus, uh, 20 ର 1 to 17 and Deuteronomy 5:4 to 21 ର in Jewish traditions. These commandments are considered divine laws given directly by God to Moses on Mount Sinai after the liberations of the Israelites from slavery in Egypt. In Christianity, the Ten Commandments are also accepted as divinely inspired and are seen as moral foundation that guide personal conduct and social relationships across centuries. These commandments have shaped legal systems, social values, ethical behavior, and the spiritual consciousness of millions of people. କାଣା କହିଲା ନା 10 commandments ଯେତେଖନେ 10 କମେଣ୍ଡମେଣ୍ଟସ୍ କି ଆମେ ଇଏ କହୁଛୁ ତାକେ କୁହାଯାଉଛେ 10 କମେଣ୍ଡମେଣ୍ଟସ୍ ଅଫ୍ 10 କଲ୍ ତାକେ କୁହାଯାଉଛେ ଡିକୋଲିଜେଜ ଏହା ଯେହେତୁ ଗୋଟେ କିନି ସେଟା ଯେହେତୁ ଫଣ୍ଡାମେଣ୍ଟାଲ ଇଥିକାଲ ରିଲିଜିୟସ୍ ୱେଷ୍ଟର୍ନ ସିଭିଲାଇଜେସନ୍ ଦେ ଅକୁପାଇ ସେଣ୍ଟ୍ରାଲ ପିସ୍ ଇନ୍ ଦ ସ୍ପିରିଚୁଆଲ ଅଫ ଦ ବୋଥ୍ ଜୁଦାଇଜମ୍ ଖ୍ରୀଷ୍ଟିଆନିଟି ଯେନ୍ ଯେହେତୁ ଧର୍ମ ଓ ଖ୍ରୀଷ୍ଟ ଧର୍ମ ଦୁହିଁରେ କେନ୍ଦ୍ରୀୟ ଧାର୍ମିକ ଓ ନୀତିକ ନିୟମ ଭାବରେ ପରିଚିତ ସେଗୁଡ଼ାକ ହେଉଛନ୍ ସେନ୍ତା ଗୋଟେ ନୀତିମୂଳକ ନିୟମ ଯାହା ମାନବ ଜୀବନରେ ନୀତି ନିୟମଟା ଯାକ ଯେନ୍ ନୀତି ନିୟମ ଓ ସାମାଜିକ ସମନ୍ୱୟ ଗଠନ କର୍ସି ସେ 10ଟା ଲ କେ ଆମେ ପଢ଼୍ମା ଯେନ୍ଟାକି ସେ ଧର୍ମ ଆଉ ଆମର୍ ଖ୍ରୀଷ୍ଟ ଧର୍ମରେ ଯେନ୍ ସେ 10ଟା ନିୟମ ସେ ନୀତିମୂଳକ ନିୟମଟା ଯାହା ମାନବ ଜୀବନରେ ତାକର ନୀତି ଶିଷ୍ଟତା ଆଉ ନିୟମିତତାକୁ ସାମାଜିକ ସମନ୍ୱୟ ଗଠନ କର୍ସି ସେ ଟେନ୍ ଟେନ୍ କମେଣ୍ଡମେଣ୍ଟସ୍ ଉପରେ ଆମେ ପଢ଼୍ମା ସେଗୁଡ଼ିକ ମୂଳତଃ ଆମର୍ ବାଇବେଲରେ ଥିସି ଯେନ୍ ଆମର ଲେଖା ହେଇଛି ଦେଖ ଏଇଟା 21:17 ଅଛେ ଏଟା ଦେଖ ସେଟା ଆମର ବାଇବେଲରେ ଅଛେ ସେଟ୍କି ଉଲ୍ଲେଖ ହେଇଛେ ଆଉ ହେଲା ଯେହେତୁ থ্রো ଦ କମେଣ୍ଡମେଣ୍ଟ ସିମ୍ସ ଫାର୍ଷ୍ଟ ପାରାଗ୍ରାଫର ମେନ୍ ଇଏ ହେଲା ମାନେ ଆମେ ସେ 10 କମେଣ୍ଡମେଣ୍ଟ ବିଷୟରେ ପଢ଼୍ମା ଯେନ୍ଟାକି ଗୋଟେ ମାନେ ମଣିଷଟେ ତାର ମାନବ ଜୀବନଟେ ତାର ନୀତି ଶିଷ୍ଟତା ନିୟମିତ ସାମାଜିକ ସମନ୍ୱୟ ଗଠନ କରୁଛି ସେ ଲ ବିଷୟରେ 10 ଲ ଯେନ୍ଟା ଅଛେ ସେଟା ପଢ଼୍ମା Through the commandments seem simple in structure, their depth is vast. They cover a wide range of moral concerns, relation with God, the importance of worship, sanctity of family, respect for life, truthfulness, and justice. They act as a moral framework that defines how humans should interact with both the divine and the human world. These
commandments are not merely rules but principles that aim to create a harmonious society. They are also understood through historical, ethical, theological, and cultural lens. For college students, understanding Ten Commandments means understanding both their ancient context and their relevance in modern ethical thoughts. Kana Ten Commandments bele kana means understanding both their ancient context and their relevance in modern ethical thought କି ବୁଝବାଟା ଯେହେତୁ ପରମ୍ପରା ଅନୁସାରେ ଆମେ ଚଲି ଯେନ୍ 10 କଣ୍ଡେନମେଣ୍ଟସ୍ ଅଛେ ସେଟା ଆମେ ଭଗବାନଙ୍କ ଉପରେ ଯେନ୍ ହଁ Commitment is that depth is cover a wide range of moral concern relation with God and importance of worship ମାନେ ଯେହେତୁ ପରମ୍ପରା ଅନୁସାରେ ଯେନ୍ 10 କମେଣ୍ଡମେଣ୍ଟସଟା ହେଉଛି ମୂଷାଙ୍କୁ ମାଉଣ୍ଟ ସାଇନାଇ ଉପରେ ଭଗବାନଙ୍କ ଦ୍ୱାରା ଦିଆଯାଉଥିବା ନିୟମାବଳୀ ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ନିୟମାବଳୀ ଆଏ ସେ 10 କମେଣ୍ଡମେଣ୍ଟସ୍ ଏଗୁଡ଼ିକ ହେଉଛି ସେନ୍ତା ଗୋଟେ ନୀତିମୂଳକ ନିୟମ ଯେନେକି ମାନବ ଜୀବନ୍ତ ଫଲୋ କରୁଛେ ଏହି ଆଜ୍ଞାମାନେ ମାନେ ସେ 10 କମେଣ୍ଡମେଣ୍ଟସ୍ ମୁକ୍ତିଲାଭ କରିବା ପରେ ଇସ୍ରାଏଲମାନଙ୍କୁ ଏକ ସୁସଂଗଠିତ ଆଦର୍ଶମୂଳକ ଓ ଧାର୍ମିକ ଜାତି ଭାବରେ ଗଠନ କରିଥିଲା ସେ ତାର ପରେ କାଣା ହେଲା ନା ଖ୍ରୀଷ୍ଟ ଧର୍ମରେ ମଧ୍ୟ ଯୀଶୁଙ୍କୁ ଶିକ୍ଷା ମାଧ୍ୟମରେ ଏହି କମେଣ୍ଡମେଣ୍ଟସ୍ ଆଧ୍ୟାତ୍ମିକ ଓ ନୀତିକ ଜୀବନର ପ୍ରମୁଖ ଭିତ୍ତି ଭାବେ ଖ୍ୟାତି ପାଇଛେ ତ ତାର ବ୍ୟାକଗ୍ରାଉଣ୍ଡ ଆଣ୍ଡ ଅରିଜିନ୍ କେନ୍ ହୋଇଛେ ତାର ବ୍ୟାକଗ୍ରାଉଣ୍ଡ ଆଣ୍ଡ ଅରିଜିନ୍ କେନ୍ ହୋଇଛେ ନା ଦେଖ ତ ଓଡ଼ିଆର ବି ନୋଟ୍ସ ଅଛି ଓଡ଼ିଆର ନୋଟ୍ସ ବି ଦେଖିପାରମା ଆମେ ତ ଯେନ୍ମାନେ ଇଂଲିଶରେ ନୋଟ୍ସ କରବା ଲାଗି ଚାହୁଁଛ ସେମାନେ ନୋଟ୍ସ କରିନେବ ଯେହେତୁ ଇଂଲିଶରେ ଟିକେ ଲେଖବ ଟିକେ ଡେସ୍କ୍ରାଇବ୍ କରିକି ଲେଖିଲେ ମାର୍କ ନିଆଯାଏ ତ ଆମେ ଓଡ଼ିଆରେ ବି ଦେଖୁଁ ଓଡ଼ିଆ ହଁ ତାର ପୃଷ୍ଠଭୂମି ଆଉ ଉତ୍ପତ୍ତି କେନୁ ହେଇଛେ ନା ଦେଖ ତାର ପୃଷ୍ଠଭୂମି ଆଉ ଉତ୍ପତ୍ତି କେନୁ ହେଇଛେ ମୂଷାଙ୍କ ନେତୃତ୍ୱରେ ଇସ୍ରାଏଲ ମାନେ ମିଶରର ଦାସ୍ୟତ୍ୱରୁ ମୁକ୍ତି ପାଇଲା ବେଳେ ତାଙ୍କର ଧାର୍ମିକ ଯାତ୍ରା ସେମାନେ ଆରମ୍ଭ କରିଥିଲେ ସାଇନାଇ ପର୍ବତରେ ଭଗବାନ ତାଙ୍କୁ କୋଭେନାଣ୍ଟ କରିବା ପାଇଁ ଆଜ୍ଞା ଦେଲେ ସେହି କୋଭେନାଣ୍ଟର ମୂଳ ଭାଗ ହେଉଛି 10 ଆଜ୍ଞା ବା 10 କମେଣ୍ଡମେଣ୍ଟସ୍ ଯେହେତୁ ପରମ୍ପରାରେ 613ଟି ନିୟମ ଥିଲେ ମଧ୍ୟ ଏହି 10ଟି ଆଜ୍ଞା ମାନେ ଯେନ୍ 10 କମେଣ୍ଡମେଣ୍ଟସ୍ ସବୁଠାରୁ ମୂଳ ଭିତ୍ତି ଧରାଯାଏ ଖ୍ରୀଷ୍ଟ ଧର୍ମରେ ଯୀଶୁ ଏହାକୁ ଆଧ୍ୟାତ୍ମିକ ଭାବରେ ବ୍ୟାଖ୍ୟା କରି ଭଗବାନଙ୍କ ପ୍ରେମ ଓ ପଡ଼ୋଶୀକୁ ପ୍ରେମ ବୋଲି ଏହାର ସାର କଥା କହିଛନ୍ତି ତାର ଉତ୍ପତ୍ତି କେନୁ ହୋଇଥିଲା ନା ଇସ୍ରାଏଲ ମିଶର ଦାସତ୍ୱରୁ ମୁକ୍ତି ପାଇଲା ପରେ ତାଙ୍କର ଧାର୍ମିକ ଯାତ୍ରା ସେମାନେ ଆରମ୍ଭ ହେଲା ସାଇନାଇ ପର୍ବତରେ କେନ୍ ପର୍ବତ ସାଇନାଇ ପର୍ବତରେ ଭଗବାନ ତାଙ୍କୁ ଆମର କୋଭେନାଣ୍ଟ କରିବା ପାଇଁ ଆଜ୍ଞା ଦେଲେ ସେହି କୋଭେନାଣ୍ଟର ମୂଳ ଭାଗ ହେଉଛି 10 କମେଣ୍ଡମେଣ୍ଟସ୍ ଯେହେତୁ ଆମର ପରମ୍ପରାରେ 613ଟି ନିୟମ ଥିଲେ ମଧ୍ୟ ସେଠାରୁ ଆମର 10 କମେଣ୍ଡମେଣ୍ଟସ୍ ସବୁଠାରୁ ମୂଳ ଭିତ୍ତି ବୋଲିକରି ଧରାଯାଇଛି ଖ୍ରୀଷ୍ଟ ଧର୍ମରେ ଯୀଶୁ ଏହାକୁ ଆଧ୍ୟାତ୍ମିକ ଭାବରେ ବ୍ୟାଖ୍ୟା କରି ଭଗବାନଙ୍କ ପ୍ରେମ ଓ ପଡ଼ୋଶୀକୁ ପ୍ରେମ ବୋଲି ଏହାର ସାର କଥା କହିଛନ୍ତି ଆଜ୍ଞାମାନଙ୍କର ଗଠନ 10 ଆଜ୍ଞାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟେ ହେଲା ଭଗବାନଙ୍କ ସହିତ ସମ୍ପର୍କ ସମ୍ବନ୍ଧୀୟ ଆଜ୍ଞା ଆଉ ଗୋଟେ ହେଲା ସାମାଜିକ ଓ ମାନବ ସମ୍ପର୍କ ସମ୍ବନ୍ଧୀୟ ଆଜ୍ଞା ଏହା ଜଣାଯାଏ ଯେ ନୀତି ମାନବ ଜୀବନରେ ଧାର୍ମିକ ଓ ସାମାଜିକ ଦାୟିତ୍ୱ ଦୁଇଟିକୁ ହିଁ ଏକା ସାଥେ ଧରି ଚାଲେ 10 ଆଜ୍ଞାର ବିସ୍ତୃତ ମାନେ ସେ 10 କମେଣ୍ଡମେଣ୍ଟସ୍ ଯେନ୍ଟାକି ଆମର ମେନ୍ ଟପିକ୍ ହେଲା ଆମର 10 କମେଣ୍ଡମେଣ୍ଟସ୍ ବେଶୀ ଜାଣିବାନି ଆମେ ସେ 10 କମେଣ୍ଡମେଣ୍ଟସ୍ କାଣା ଜାଣିବା ଯଦି ଏକ୍ଜାମ୍ରେ ପଢ଼ିଲେ ବି ତୁମକୁ ସେ 10 କମେଣ୍ଡମେଣ୍ଟସ୍ର କଥା କହିବା ଆଉ ଅଲଗା ଆଡ଼ର କିଛି କଥା ନି କହେ ତ ସେ 10 କମେଣ୍ଡମେଣ୍ଟସ୍ଟା କାଣା ସେଟା ଜାଣିବା ତ ଫାର୍ଷ୍ଟ ହେଲା ମୋ ଛଡ଼ା ଅନ୍ୟ କୌଣସି ଦେବତାକୁ ପୂଜିବ ନାହିଁ ମତଲବ ଏହା ଏକ ଭଗବାନଙ୍କୁ ଗ୍ରହଣ କରିବାର ମୂଳ ଆଜ୍ଞା ପ୍ରାଚୀନ ଯୁଗରେ ଅନେକ ଜାତି ବହୁ ଦେବତାକୁ ବିଶ୍ୱାସ କରୁଥିଲେ ଇସ୍ରାଏଲ ମାନଙ୍କୁ ଏହାରୁ ଅଲଗା କରି ଶୁଦ୍ଧ ଏକେଶ୍ୱରବାଦରେ ଅନୁଗତ କରାଯାଇଥିଲା ଆଧୁନିକ ଅର୍ଥରେ ଏହା ଜଣାଯାଏ ଯେ ଜୀବନରେ କୌଣସି ଜିନିଷ ଧନ ସମ୍ପତ୍ତିକୁ ଦେବତା କରି ନ ଧରିବା ହେଲା ମୋ ଛଡ଼ା ଅନ୍ୟ କୌଣସି ଦେବତାକୁ ପୂଜିବ ନାହିଁ ଏହା ଏକ ଭଗବାନଙ୍କୁ ଗ୍ରହଣ କରିବାର ମୂଳ ଆଜ୍ଞା ପ୍ରାଚୀନ ଯୁଗଚାରେ ଅନେକ ବହୁ ଦେବତାରେ ବିଶ୍ୱାସ କରୁଥିଲେ ଇସ୍ରାଏଲମାନଙ୍କୁ ଅଲଗା କରି ଶୁଦ୍ଧ ଏକେଶ୍ୱରବାଦରେ ଅନୁଗତ କରାଯାଇଥିଲା ଆଧୁନିକ ଅର୍ଥରେ ଏହା ଜଣାଯାଇଛି କି ଜୀବନରେ କୌଣସି ଜିନିଷ ଯେନ୍ଟାକି ଧନ ସମ୍ପତ୍ତି ଯେତେ ଯାହା ସମ୍ପତ୍ତି ଅଛେ ସେଟାକୁ ଦେବତା କରି ନ ଧରିବା ତାପରେ ସେକେଣ୍ଡ ହେଲା ଆମର ମୂର୍ତ୍ତି ତିଆରି କରି ତାହାକୁ ପୂଜିବା ନାହିଁ ମୂର୍ତ୍ତି ତିଆରି କର୍ମା କିନ୍ତୁ ତାକେ ପୂଜା ନି କରୁ ଏହା ମୂର୍ତ୍ତି ପୂଜାକୁ ବର୍ଜନ କରୁଛେ ସେ 10 କମେଣ୍ଡମେଣ୍ଟସ୍ ଭିତରୁ ସେକେଣ୍ଡ କମେଣ୍ଡମେଣ୍ଟସ୍ ସେଟା ମୂର୍ତ୍ତି ପୂଜାକୁ ବର୍ଜନ କରୁଛି ଭଗବାନ ସଂସାରୀ ଆକୃତିରେ ବନ୍ଧି ନଥାନ୍ତି ସେଥିପାଇଁ ତାଙ୍କୁ ଧାତୁ ପଥର କିମ୍ବା ଚିତ୍ରର ଆକାରରେ ପୂଜନୀୟ ନୁହେଁ ଖ୍ରୀଷ୍ଟ ଧର୍ମର ଭିନ୍ନ ସମ୍ପ୍ରଦାୟ ଏହାକୁ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି ନୀତିକ ଶିକ୍ଷା କାଣା ପୂଜାରେ ଶୁଦ୍ଧତା ଅନାବଶ୍ୟକୀୟ
ଅ- ଅନ୍ଧଶ୍ରଦ୍ଧା ବର୍ଜନ। ଭଗବାନଙ୍କ ନାମକୁ ଅସମ୍ମାନ କରି ଉଚ୍ଚାରଣ କରିବା ନାହିଁ। ଭଗବାନ ନାମକୁ ଅସତ୍ୟ, ଶପଥ, ଅପଶବ୍ଦ, ସ୍ୱାର୍ଥପୂର୍ଣ୍ଣ କଥା ପାଇଁ ବ୍ୟବହାର କରିବାକୁ ବର୍ଜନ କରାଯାଇଛି। ଏହି ଆଜ୍ଞା ଆମକୁ କାଣା ଶିଖାସି ସେ ଥାର୍ଡ଼ କମେଣ୍ଟ ହେଲେ ଶବ୍ଦରେ ସତ୍ୟତା, କଥାରେ ଦାୟିତ୍ୱ, ଧାର୍ମିକ ଭାବନା ପ୍ରତି ସମ୍ମାନ ଦେବା ସେଟା ଶିଖଉଛି। ଫୋର୍ଥରେ ସାବାଥ ଦିନକୁ ପବିତ୍ର ରଖ। ଏହା ମାନବ ଜୀବନରେ ବିଶ୍ରାମ, ଶାନ୍ତି ଓ ଆଧ୍ୟାତ୍ମିକ ଚିନ୍ତନର ଆବଶ୍ୟକତାକୁ ଜଣାସି। ହେତୁବାଦୀମାନେ ଶନିବାରକୁ, ଖ୍ରୀଷ୍ଟିଆନମାନେ ରବିବାରକୁ ଏହି ଦିନ ପାଳନ କରନ୍ତି। ଯେହେତୁବାଦୀମାନେ ଶନିବାରକୁ, ଖ୍ରୀଷ୍ଟମାନେ ରବିବାରକୁ ସେହି ଦିନକେ ପାଳନ କରସନ୍। ଯେନ୍ତା ଚର୍ଚ୍ଚ ଯେନ୍ ଗାଁ ମାନେ ଅଛନ୍, କେନ୍ ମାନେ ରବିବାର ଦିନ ତାଙ୍କର ପୂଜା ପାଠ କରସନ୍, କେମାନେ ଗୁରୁବାର ଦିନ କରସନ୍, କେମାନେ ସୋମବାର ଦିନ କରସନ୍। ସେନ୍ତା ପ୍ରାଚୀନ ସମୟରେ ମଧ୍ୟ ଏହା ମନୁଷ୍ୟ, ଦାସ, ପଶୁ ସବୁଙ୍କ ପାଇଁ ଉଡ଼ା ଦିନ ଥିଲା। ଏହା ମାନବିକତା ଓ ସମାନ ଅଧିକାର ପ୍ରଥମ ପଦକ୍ଷେପ ଭାବେ ଦେଖାଯାଏ। ପିତାମାତାକୁ ସମ୍ମାନ କରବାଟା ଏହା ପରିବାରର ସ୍ଥିରତା, ମୂଲ୍ୟବୋଧ ଓ ସଂସ୍କୃତି ପ୍ରତି ସମ୍ମାନ ସୃଷ୍ଟି କରିଥିସି। ପିତାମାତା ହେଉଛନ୍ତି ମୂଲ୍ୟ, ସଂସ୍କାର ଓ ଧର୍ମୀୟ ଶିକ୍ଷାର ପ୍ରଥମ ଦାତା। ଆଧୁନିକ ଅର୍ଥରେ କହିବାର୍କେ ଗଲେ ବୁଢ଼ା ବେଳେ ସେମାନଙ୍କୁ ଯତ୍ନ, ସମ୍ମାନ, ଦାୟିତ୍ୱ ପୂରଣ, ଏହା ହିଁ ଏହି ଆଜ୍ଞାର ପ୍ରାକୃତିକ ରୂପ। ହତ୍ୟା କରିବା ନାହିଁ, ଏହାକୁ ଅନ୍ୟ ହତ୍ୟା କରିବା ନାହିଁ ଭାବେ ଅନୁବାଦ କରାଯାଏ। ମାନବ ଜୀବନ ପବିତ୍ର, ଏହା ଭଗବାନଙ୍କ ଦାନ, ତେଣୁ ଜୀବନ ଛିନିବା ହେଉଛି ମହାପାପ। ଆଜିର ସମୟରେ ଆଜ୍ଞା ସମାଜରେ ଅହିଂସା, ଶାନ୍ତି, ମାନବିକତା ପ୍ରତି ଜଣାଇଥାଏ। ପରକୀୟ ସମ୍ପର୍କ ରଖିବା ନାହିଁ, ଏହା ବିବାହ ଓ ପରିବାରକୁ ସୁରକ୍ଷିତ କରିବା ପାଇଁ ସେ ନିୟମାଏ। ପରକୀୟତା ଭାବନାର ଧ୍ୱଂସ, ବିଶ୍ୱାସ ଭଙ୍ଗ ଓ ପାରିବାରିକ ପତନ ଘଟାଯାଇଛି। ନୈତିକ ଶିକ୍ଷା, ସତ୍ୟନିଷ୍ଠା, ନିଷ୍ଠାବାନ ଦାମ୍ପତ୍ୟ, ସମ୍ମାନ ଓ ସୀମାବଦ୍ଧତା। ଚୋରି କରିବା ନାହିଁ, ଅନ୍ୟଙ୍କ ସମ୍ପତ୍ତି, ସମ୍ପଦ, ଅଧିକାରକୁ ଆମେ ଚୋରି କରିବା ନାହିଁ, ସେଟା ଗୋଟେ ଆମର କୌଣସି ପ୍ରକାରର ଅନ୍ୟାୟ ଅଧିଗ୍ରହଣ ବର୍ଜନୀୟ। ତାପରେ ମିଥ୍ୟା ସାକ୍ଷୀ ଦେବା ନାହିଁ। ପ୍ରାଚୀନ ଯୁଗରେ ଘୋଷଣା ଅଧିକାଂଶ ମୌଖିକ ସାକ୍ଷୀ ଉପରେ ନିର୍ଭର କରୁଥିଲା। ସେଥିପାଇଁ ମିଥ୍ୟା ସାକ୍ଷୀ ଅତ୍ୟନ୍ତ ଅନ୍ୟାୟ ଓ କୁକର୍ମ ଭାବେ ଧରାଯାଇଛି। ଲାଷ୍ଟ କମେଣ୍ଟମେଣ୍ଟସ୍ ତାର କାଣା ଥିଲା ନା, ଅନ୍ୟଙ୍କ ସମ୍ପତ୍ତି, ସ୍ତ୍ରୀ, ଧନ ଓ ସ୍ଥାନକୁ ଲୋଭ କରିବା ନାହିଁ। ଦଶମ ଯେନ୍ ଆମର 10 କମେଣ୍ଟମେଣ୍ଟସ୍ ଅଛି ସବୁଠାରୁ ଅଲଗା ଏ ଲାଷ୍ଟ କମେଣ୍ଟମେଣ୍ଟସଟା, କାରଣ ଏହା ମନର ଭାବନା ଉପରେ କେନ୍ଦ୍ରିତ ଆଏ। ଲୋଭ ହେଉଛି ଅନେକ ପାପର ମୂଳ। ଅବଭିୟସଲି ଲୋଭ ହେଉଛି ଅନେକ ପାପର ମୂଳ। ଏହା ঈର୍ଷା, ଅସନ୍ତୋଷ ଓ ଅନ୍ୟାୟିକ ପ୍ରେରଣାକୁ ଜନ୍ମ ଦିଏ। ନୈତିକ ଶିକ୍ଷା, ସନ୍ତୋଷ, ରଣିତା ଭାବନାର ନିୟନ୍ତ୍ରଣ, କାଣା ଶିଖିଲ ସେଟା ସକାରାତ୍ମକ ମନୋଭାବ, ଏହା ହେଉଛି ଭୋଗବାଦୀ ସମାଜରେ ଅତ୍ୟନ୍ତ ପ୍ରାସଙ୍ଗିକ। ତାପରେ ଧାର୍ମିକ ଓ ନୀତିକ ଗୁରୁତ୍ୱ, ନୀତିର ଦିବ୍ୟ ଉତ୍ସ, ଯେନେକି ଖ୍ରୀଷ୍ଟ ମତ ଓ ଜେଉଦୀ ମତ ଦୁହେଁ କହିସନ୍ କି ନୀତିମୂଳକ ନିୟମ ଭଗବାନଙ୍କ ଇଚ୍ଛାରୁ ଉଦ୍ଘାଟିତ। ତାପରେ ସେକେଣ୍ଡ କନଭେନାଣ୍ଟର ତାତ୍ପର୍ଯ୍ୟ କାଣା, ଏଗୁଡ଼ିକ କେବଳ କମେଣ୍ଟସମେଣ୍ଟସ୍ ନୁହେଁ, ଆଜ୍ଞା ନୁହେଁ, ଭଗବାନ ଓ ମନୁଷ୍ୟଙ୍କ ମଧ୍ୟରେ ଏକ ଅନୁବନ୍ଧ, ଯାହା ଭରସା ଓ ଅନୁଶାସନକେ ସେ ସୃଷ୍ଟି କରସି। ସମଗ୍ର ମାନବିକ ନୀତି, ଚିନ୍ତା, କଥା, କାର୍ଯ୍ୟ ତିନିଟିରେ ନୀତିକତାକୁ ପ୍ରସ୍ତୁତ କରସି। ଯେହେତୁ ଓ ଖ୍ରୀଷ୍ଟିଆନ ବାଖ୍ୟାର ତୁଳନା, ଦୁଇ ଝିଅରେ ନମ୍ବରରେ କିଛି ଅନ୍ତର ଥାଏ। ଦୁଇ ଝିଅରେ ନମ୍ବରିଂରେ କିଛି ଅନ୍ତର ଥାଏ। ଯଦୁବନ୍ଦୀମାନେ ଏହାକୁ 613 ନିୟମର ମୂଳ ଭାବରେ ଦେଖସନ୍। ଖ୍ରୀଷ୍ଟ ଧର୍ମରେ ଯୀଶୁ ଏହାକୁ ପ୍ରେମର ଧର୍ମ ଭିତରେ ସମାବେଶ କରିଛନ୍। ଆଧୁନିକ ଯୁଗରେ ଦଶ ଆଜ୍ଞାର ପ୍ରାସଙ୍ଗିକତା ଅଛି। ଦଶ ଆଜ୍ଞା ସାମାଜିକ ଜୀବନକୁ ଶାନ୍ତି, ନ୍ୟାୟ, ମାନବିକତା ଓ ନୈତିକ ଶ୍ରେଷ୍ଠତା ଦେଇଥିସନ୍। ଆଜି ଆଇନ ବ୍ୟବସ୍ଥାରେ ମଧ୍ୟ ହତ୍ୟା ବିରୋଧୀ ଆଇନ, ଚୋରି ବିରୋଧୀ ଆଇନ, ମିଥ୍ୟା ସାକ୍ଷୀ ବିରୋଧୀ ଆଇନ, ଏହି ଆଜ୍ଞାରୁ ବା ଏହି କମେଣ୍ଟସମେଣ୍ଟସରୁ ଆମେ ପ୍ରେରିତ କି ବ୍ୟକ୍ତିଗତ ଜୀବନରେ ଏଗୁଡ଼ିକୁ ଆମକୁ ସତ୍ୟ, ଶିଷ୍ଟତା, ସନ୍ତୋଷ, ସମ୍ମାନ ଓ ଶାନ୍ତି ଶପଥରେ ଚାଲିବାକୁ ଶିଖାସି। ତ ଯେନ୍ 10 କମେଣ୍ଟସମେଣ୍ଟସ୍ ରହିଲା, ଦଶ ଆଜ୍ଞା ଯେନ୍ ରହିଲା, ମାନବ ନୀତିରେ ପ୍ରାଚୀନ ଓ ସମକାଳୀନ ଭିତ୍ତିସ୍ତମ୍ଭ। ଏଗୁଡ଼ିକୁ ଭକ୍ତି, ସମ୍ମାନ, ନ୍ୟାୟ, ପରିବାର, ସତ୍ୟ ଓ ଶାନ୍ତିର ସନ୍ଦେଶ ଦେଇଥାଏ। ଯେହେତୁ ଓ ଖ୍ରୀଷ୍ଟ ଦୁହିଁ ପରମ୍ପରା ଏହାକୁ ସଦା ପବିତ୍ର ଓ ସମସ୍ତଙ୍କ ପାଇଁ ପଥ ପ୍ରଦର୍ଶକ ଭାବେ ମାନନ୍ତି। ଆଜିର ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଦଶ ଆଜ୍ଞାର ଅର୍ଥ ବୁଝିବା ଅର୍ଥ ମାନବ ନୀତି, ଧର୍ମ ଓ ନ୍ୟାୟର ଇତିହାସକୁ ବୁଝିବା କଥା। ଯେନ୍ମାନେ ତୁମର ପଲିଟିକାଲ ସାଇନ୍ସ ଅନର୍ସ ଅଛ ଆଉ ଯେନ୍ମାନେ ହିଷ୍ଟ୍ରି ଅନର୍ସ ଅଛେ, ସେମାନେ ବହୁତ ଭଲ ଭାବରେ ବୁଝିପାରୁଥିବ 10 କମେଣ୍ଟସମେଣ୍ଟସ୍ କାଣା। ଯେହେତୁ ଏଇଟା ବେସିକାଲି ଆମର ପଲିଟିକାଲ ସାଇନ୍ସ ଆଉ ଆମର ହିଷ୍ଟ୍ରି ଟିକେ ଅଛି ଆମର ଇଥିକ୍ସ ଭ୍ୟାଲୁ ସିଲାବସ୍ରେ। ତ ସେମାନେ ବହୁତ ଭଲ ଭାବରେ ବୁଝିପାରୁଥିବ। ଅଲଗା ଷ୍ଟୁଡେଣ୍ଟମାନେ ଟିକେ ବୁଝିନି ପାରିଲେ ବି ନୋଟ୍ସ ଗ୍ରୁପ୍ରେ ଦିଆଯିବ। ତୁମେ 2 ଥର 3 ଥର ପଢ଼ିଦେବ। ଯେନ୍ମାନେ ଇଂଲିଶରେ ଏକ୍ଜାମ୍ ବା ଇଂଲିଶ ଯେନ୍ ନୋଟ୍ସ ପେପର୍ କରୁଛ, ସେମାନେ ବି 2-3 ଥର ପେପର୍ ପଢ଼ିଦେବ, ଲେଖିଦେବ ହେଲେ ମନେ ରହିଯିବା। ଆଉ ଓଡ଼ିଆ ଯିଏ ଓଡ଼ିଆ ବି ନୋଟ୍ସ ପ୍ରୋଫାଇଲ୍ କର, ପଢ଼ିଦେଲେ ମନେ ରହିଯିବା। ସୋଚ ଦେଖିଦେଲେ ନି ହୁଏ, ତ ତୁମେ ଥରେ ପଢ଼ିଦିଅ, ଆରାମସେ ମନେ ରହିଯିବା। ତ ଭିଡ଼ିଓକେ ଲାଇକ୍, ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦିଅ।
ନେକ୍ସଟ ଇତାର ରେଗୁଲାର କ୍ଲାସ୍ କର୍ମା।